ପିଲାମାନେ ତମମାନେ ଥମ୍ବନେଲ ଦେଖି ଜାଣିପାରିଥିବ ଆଜି ଏ ଭିଡ଼ିଓରେ ଆମେ ତମ +2 ବୋର୍ଡ ଏକ୍ଜାମ ପାଇଁ ଇତିହାସର କିଛି ଇମ୍ପୋର୍ଟାଣ୍ଟ MCQ କ୍ୱେଶ୍ଚନ ଆମେ ଆଲୋଚନା କରିବା ଯାହା ତମ ଏକ୍ଜାମ ପାଇଁ କି ବହୁତ ହେଲ୍ପଫୁଲ ରହିବ। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ। ତ ପିଲାମାନେ ଆମେ ଆଉ ସମୟ ନଷ୍ଟ ନ କରି ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ସିନ୍ଧୁ ସଭ୍ୟତାରେ ବୃହତ ଶସ୍ୟାଗାର କେଉଁଠାରେ ଅବସ୍ଥିତ ଥିଲା? ଅପସନ ଅଛି ହରପ୍ପା, ମହେଞ୍ଜୋଦାରୋ, ଲୋଥାଲ, କାଲିବାଙ୍ଗାନ। ତ ସଠିକ ଉତ୍ତର ହେବ ମହେଞ୍ଜୋଦାରୋ। ନେକ୍ସଟ କ୍ୱେଶ୍ଚନ, ବୈଦିକ ପରିବାରର ମୁଖ୍ୟଙ୍କୁ କ'ଣ କୁହାଯାଉଥିଲା? ଅପସନ ଅଛି କୁଳପ, ଗୁରୁ, ପିତୃ, ଆଚାର୍ଯ୍ୟ। ତ ସଠିକ ଉତ୍ତର ହେବ କୁଳପ। ବୈଦିକ ପରିବାରର ମୁଖ୍ୟଙ୍କୁ କୁଳପ କୁହାଯାଉଥିଲା। ନେକ୍ସଟ କ୍ୱେଶ୍ଚନ, କେଉଁ ନଦୀର ସଙ୍ଗମ ସ୍ଥଳରେ ବାରାଣସୀ ଅବସ୍ଥିତ ଥିଲା? ଅପସନ ଅଛି ଗଙ୍ଗା ଓ ଗୋମତୀ, ବରୁଣ ଓ ଅସି, ଯମୁନା ଓ ସରସ୍ୱତୀ, ଗଙ୍ଗା ଓ ଯମୁନା। ତ ସଠିକ ଉତ୍ତର ହେବ ବରୁଣ ଓ ଅସି। ନେକ୍ସଟ କ୍ୱେଶ୍ଚନ, ହର୍ଷ ଚରିତର ରଚୟିତା କିଏ? ଅପସନ ଅଛି କଲ୍ହଣ, ବିଲ୍ହଣ, ବାଣଭଟ୍ଟ, ବିଶାଖା ଦତ୍ତ। ତ ସଠିକ ଉତ୍ତର ହେବ ବାଣଭଟ୍ଟ। ନେକ୍ସଟ କ୍ୱେଶ୍ଚନ, ପ୍ରତ୍ୟେକ ବେଦ କେତେ ଭାଗରେ ବିଭକ୍ତ? ଅପସନ ଅଛି 2 ଭାଗରେ, 3 ଭାଗରେ, 4 ଭାଗରେ, 5 ଭାଗରେ। ତ ସଠିକ ଉତ୍ତର ହେବ 4 ଭାଗରେ ବିଭକ୍ତ। ନେକ୍ସଟ କ୍ୱେଶ୍ଚନ, କଂଗ୍ରେସର କେଉଁ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା? ଅପସନ ଅଛି କଲିକତା ଅଧିବେଶନ, ଲାହୋର ଅଧିବେଶନ, ନାଗପୁର ଅଧିବେଶନ, ତ୍ରିପୁରୀ ଅଧିବେଶନ। ତ ସଠିକ ଉତ୍ତର ହେବ ନାଗପୁର ଅଧିବେଶନ। ନେକ୍ସଟ କ୍ୱେଶ୍ଚନ, ସୀମାନ୍ତ ଗାନ୍ଧୀ ବୋଲି କାହାକୁ କୁହାଯାଏ? ଅପସନ ଅଛି ଅବୁଲ କଲାମ ଆଜାଦ, ଫିରୋଜ ଶାହ ମେହତା, ଦାଦା ଭାଇ ନାରୋଜୀ, ଖାଁ ଅବଦୁଲ ଗଫର ଖାଁ। ତ ସଠିକ ଉତ୍ତର ହେବ ଖାଁ ଅବଦୁଲ ଗଫର ଖାଁ। ନେକ୍ସଟ କ୍ୱେଶ୍ଚନ, ସତ୍ୟବାଦୀ ଶିକ୍ଷାନୁଷ୍ଠାନ କିଏ ପ୍ରତିଷ୍ଠା କରିଥିଲେ? ଅପସନ ଅଛି ନବକୃଷ୍ଣ ଚୌଧୁରୀ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହାତବ। ତ ସଠିକ ଉତ୍ତର ହେବ ଗୋପବନ୍ଧୁ ଦାସ। ସତ୍ୟବାଦୀ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ଦାସ ପ୍ରତିଷ୍ଠା କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଉତ୍କଳ ଟ୍ୟାନେରୀ କିଏ ଆରମ୍ଭ କରିଥିଲେ? ଅପସନ ଅଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମଧୁସୂଦନ ଦାସ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଦାସ। ତ ସଠିକ ଉତ୍ତର ହେବ ମଧୁସୂଦନ ଦାସ। ଉତ୍କଳ ଟ୍ୟାନେରୀ ମଧୁସୂଦନ ଦାସ ଆରମ୍ଭ କରିଥିଲେ। ନେକ୍ସଟ କ୍ୱେଶ୍ଚନ, କେଉଁ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା? ଅପସନ ଅଛି 1936 ମସିହା ଏପ୍ରିଲ 1 ତାରିଖ, 1947 ମସିହା ଅଗଷ୍ଟ 15 ତାରିଖ, 1949 ମସିହା ଜାନୁଆରୀ 1 ତାରିଖ, 1950 ମସିହା ଜାନୁଆରୀ 26 ତାରିଖ। ତ ସଠିକ ଉତ୍ତର ହେବ 1936 ମସିହା ଏପ୍ରିଲ 1 ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ, କଳିଙ୍ଗ ଯୁଦ୍ଧ କେଉଁ ମସିହାରେ ସଂଗଠିତ ହୋଇଥିଲା? ଅପସନ ଅଛି ଖ୍ରୀଷ୍ଟପୂର୍ବ 273, ଖ୍ରୀଷ୍ଟପୂର୍ବ 269, ଖ୍ରୀଷ୍ଟପୂର୍ବ 261, ଖ୍ରୀଷ୍ଟପୂର୍ବ 271। ତ ସଠିକ ଉତ୍ତର ହେବ ଖ୍ରୀଷ୍ଟପୂର୍ବ 261। ଖ୍ରୀଷ୍ଟପୂର୍ବ 261ରେ କଳିଙ୍ଗ ଯୁଦ୍ଧ ସଂଗଠିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ, ଗୁପ୍ତ ଯୁଗରେ କେଉଁ ଭାଷାର ପୁନରୁତ୍ଥାନ ହୋଇଥିଲା? ଅପସନ ଅଛି ପାଲି, ପ୍ରାକୃତ, ଖରଷ୍ଟି, ସଂସ୍କୃତ। ତ ସଠିକ ଉତ୍ତର ହେବ ସଂସ୍କୃତ। ନେକ୍ସଟ କ୍ୱେଶ୍ଚନ, ପଞ୍ଚତନ୍ତ୍ର କିଏ ଲେଖିଥିଲେ? ଅପସନ ଅଛି ବିଷ୍ଣୁ ଶର୍ମା, କାଳିଦାସ, ବରାହ ମିହିର, ହରିସେନ। ତ ସଠିକ ଉତ୍ତର ହେବ ବିଷ୍ଣୁ ଶର୍ମା। ପଞ୍ଚତନ୍ତ୍ର ବିଷ୍ଣୁ ଶର୍ମା ଲେଖିଥିଲେ। ନେକ୍ସଟ କ୍ୱେଶ୍ଚନ, ଗୁରୁ ନାନକଙ୍କ ଉତ୍ତରାଧିକାରୀ ଭାବରେ କିଏ ବଛା ହୋଇଥିଲେ? ଅପସନ ଅଛି ଅର୍ଜୁନ, ଅଙ୍ଗଦ, ଗୋବିନ୍ଦ ସିଂ, ତେଗ ବାହାଦୁର। ତ ସଠିକ ଉତ୍ତର ହେବ ଅଙ୍ଗଦ। ନେକ୍ସଟ କ୍ୱେଶ୍ଚନ, ଶେଖ ମଇନୁଦ୍ଦିନ ଖ୍ୱାଜାଙ୍କ ସମାଧି ପୀଠ କେଉଁଠାରେ ଅବସ୍ଥିତ? ଅପସନ ଅଛି ଦିଲ୍ଲୀ, ଆଗ୍ରା, ଜୟପୁର, ଆଜମେର। ତ ସଠିକ ଉତ୍ତର ହେବ ଆଜମେର। ନେକ୍ସଟ କ୍ୱେଶ୍ଚନ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଠିତ ହୋଇଥିଲା? ଅପସନ ଅଛି 1600 ଖ୍ରୀଷ୍ଟାବ୍ଦ, 1603 ଖ୍ରୀଷ୍ଟାବ୍ଦ, 1606 ଖ୍ରୀଷ୍ଟାବ୍ଦ, 1628 ଖ୍ରୀଷ୍ଟାବ୍ଦ। ସଠିକ ଉତ୍ତର ହେବ 1600 ଖ୍ରୀଷ୍ଟାବ୍ଦ। ନେକ୍ସଟ କ୍ୱେଶ୍ଚନ, ଭାରତର ଅର୍ଥନୈତିକ ଇତିହାସ କିଏ ଲେଖିଥିଲେ? ଅପସନ ଅଛି ଦାଦା ଭାଇ ନାରୋଜୀ, ରମେଶ ଚନ୍ଦ୍ର ଦତ୍ତ, ଗୋପାଳ କୃଷ୍ଣ ଗୋଖଲେ, ଲୋକମାନ୍ୟ ତିଲକ। ତ ସଠିକ ଉତ୍ତର ହେବ ରମେଶ ଚନ୍ଦ୍ର ଦତ୍ତ। ନେକ୍ସଟ କ୍ୱେଶ୍ଚନ, ଖୋର୍ଦ୍ଧା ବିଦ୍ରୋହ କେବେ ହୋଇଥିଲା? ଅପସନ ଅଛି 1763 ଖ୍ରୀଷ୍ଟାବ୍ଦ, 1800 ଖ୍ରୀଷ୍ଟାବ୍ଦ, 1803 ଖ୍ରୀଷ୍ଟାବ୍ଦ, 1817 ଖ୍ରୀଷ୍ଟାବ୍ଦ। ତ ସଠିକ ଉତ୍ତର ହେବ 1817 ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧା ବିଦ୍ରୋହ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ, ଊନବିଂଶ ଶତାବ୍ଦୀରେ କେଉଁ ଦେଶ ସବୁଠାରୁ ବୃହତ ଔପନିବେଶିକ ଶକ୍ତି ଥିଲା? ଅପସନ ଅଛି ଫ୍ରାନ୍ସ, ଇଂଲଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ। ତ ସଠିକ ଉତ୍ତର ହେବ ଇଂଲଣ୍ଡ। ନେକ୍ସଟ କ୍ୱେଶ୍ଚନ, ମଣ୍ଟେଗୁ ଚେମ୍ସଫୋର୍ଡ ଶାସନ ସଂସ୍କାର ଆଇନ କେଉଁ ବର୍ଷ ଗୃହୀତ ହୋଇଥିଲା? ଅପସନ ଅଛି 1909 ଖ୍ରୀଷ୍ଟାବ୍ଦ, 1919 ଖ୍ରୀଷ୍ଟାବ୍ଦ, 1935 ଖ୍ରୀଷ୍ଟାବ୍ଦ, 1947 ଖ୍ରୀଷ୍ଟାବ୍ଦ।
तो सठिक उत्तर हेबो 1919 ख्रीष्टाब्दरे मॉन्टेगु चेम्सफोर्ड शासन संस्कार आईन गृहीत होइथिला। नेक्स्ट क्वेश्चन, प्रथम चंद्रगुप्तଙ୍କ राजत्व समय केउं प्रकार मुद्रार प्रचलन थिला? ऑप्शन अछि छापा युक्त मुद्रा, राजा राणी मुद्रा, अश्वमेध यज्ञ मुद्रा, व्याघ्र को पराभूत करिबा मुद्रा। तो सठिक उत्तर हेबो राजा राणी मुद्रा। नेक्स्ट क्वेश्चन, हर्षचरित किए लिखिथिले? ऑप्शन अछि कल्हण, बिल्हण, बाणभट्ट, विशाखा दत्त। तो सठिक उत्तर हेबो बाणभट्ट। हर्षचरित बाणभट्ट लिखिथिले। नेक्स्ट क्वेश्चन, केउं वर्ष दयाराम साहानी एवं राखल दास बानार्जी हरप्पा और मोहेंजोदारो यथाक्रमे खनन कार्य आरंभ करथिले? ऑप्शन अछि 1816 रु 1817, 1850 रु 1851, 1872 रु 1873, 1920 रु 1921। सठिक उत्तर हेबो 1920 रु 1921। नेक्स्ट क्वेश्चन, किए परवर्ती वैदिक जुगर शासन रे आकाश भाप भावे ज्ञात थिले? ऑप्शन अछि कर आदायकारी, कोषाध्यक्ष, शिकार परिचालक, पशा खेल परिचालक। तो सठिक उत्तर हेबो पशा खेल परिचालक। नेक्स्ट क्वेश्चन, केउं सहर भस्रर राजधानी थिला? ऑप्शन अछि विराटनगर, उज्जयिनी, वैशाली, कौशाम्बी। तो सठिक उत्तर हेबो कौशाम्बी। नेक्स्ट क्वेश्चन, पार्श्वनाथଙ୍କ द्वारा प्रचारित 4 प्रतिज्ञा सहित महावीर जोग करिथिबा पंचम प्रतिज्ञा कोन थिला? ऑप्शन अछि अपरिग्रह, ब्रह्मचर्य, आस्तेय, अहिंसा। तो सठिक उत्तर हेबो ब्रह्मचर्य। नेक्स्ट क्वेश्चन, केउंठारे कांग्रेस अधिवेशन रे असहयोग आंदोलन प्रस्ताव गृहीत होइथिला? ऑप्शन अछि नागपुर, अलाहाबाद, कलिकता, अहमदाबाद। तो सठिक उत्तर हेबो कलिकता। कलिकता ठारे कांग्रेस अधिवेशन रे असहयोग आंदोलन प्रस्ताव गृहीत होइथिला। नेक्स्ट क्वेश्चन, केबे बिहार ओडिशा प्रदेश गठित हैला? ऑप्शन अछि 1904 मसिया जनवरी 9 तारिख, 1912 मसिया एप्रिल 1 तारिख, 1932 मसिया अक्टोबर 16 तारिख, 1936 मसिया एप्रिल 1 तारिख। तो सठिक उत्तर हेबो 1912 मसिया एप्रिल 1 तारिख रे बिहार ओडिशा प्रदेश गठित हैला। नेक्स्ट क्वेश्चन, किए संविधान प्रणयन सभारे संविधानर उद्देश्य प्रस्ताव आगत करथिले? ऑप्शन अछि जवाहरलाल नेहरू, वल्लभ भाई पटेल, राजेंद्र प्रसाद, भीमराव आंबेडकर। तो सठिक उत्तर हेबो जवाहरलाल नेहरू। तो नेक्स्ट क्वेश्चन, किए चांदनी चौकर रूपरेखा प्रस्तुत करथिले? ऑप्शन अछि नूरजहान, जहानारा, रोशनारा, गुलबदन बेगम। तो सठिक उत्तर हेबो जहानारा। नेक्स्ट क्वेश्चन, किए प्रथम थर पाई खालसा पंथ स्थापन करथिले? ऑप्शन अछि गुरु तेग बहादुर, गुरु अर्जुन, गुरु नानक, गुरु गोविंद सिंह। तो सठिक उत्तर हेबो गुरु गोविंद सिंह। नेक्स्ट क्वेश्चन, केबे सरकार विभिन्न स्थान रे प्राय 150 जन सन्यासी को फांसी देथिले? ऑप्शन अछि 1763 मसिया, 1765 मसिया, 1771 मसिया, 1773 मसिया। तो सठिक उत्तर हेबो 1771 मसिया। नेक्स्ट क्वेश्चन, केउंटी भारवीଙ୍କ द्वारा रचित होइथिला? ऑप्शन अछि देवी चंद्रगुप्तम, किरातुर्जुनियम, रावणार्जुनियम, श्रृंखार शतकम। तो सठिक उत्तर हेबो किरातुर्जुनियम। नेक्स्ट क्वेश्चन, दिल्ली रे सुल्तान शासनर किए प्रथम सुल्तान थिले? ऑप्शन अछि मोहम्मद बिन कासिम, महमूद, कुतुबुद्दीन ऐबक, अलाउद्दीन खिलजी। तो सठिक उत्तर हेबो कुतुबुद्दीन ऐबक। नेक्स्ट क्वेश्चन, अशोकଙ୍କ राजत्व समय अनुष्ठित होइथिबा तृतीय बौद्ध सम्मिलनी सभापति किए थिले? ऑप्शन अछि मोगलीपुत्र टिस्सा, अशोक घोष, शिलभद्र हुएनसा। तो सठिक उत्तर हेबो मोगलीपुत्र टिस्सा। नेक्स्ट क्वेश्चन, केउंठारे सिंधु उपत्यका सभ्यतार एक कंठीमाला कारखाना आविष्कृत हेउछि? ऑप्शन अछि रूपार, कालीबंगान, चान्हु दारो, आलमगीरपुर। तो सठिक उत्तर हेबो चान्हु दारो। नेक्स्ट क्वेश्चन, ऋग्वैदिक जुगरे देव देवीଙ୍କ ମଧ୍ୟରେ କିଏ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ? ऑप्शन अछि सूर्य, अग्नि, वरुण, इंद्र। तो सठिक उत्तर हेबो इंद्र। ऋग्वैदिक जुगरे देव देवीଙ୍କ ମଧ୍ୟରେ इंद्र अत्यंत शक्तिशाळी थिले। नेक्स्ट क्वेश्चन, आलमगिरी नामरू केउं शासकଙ୍କର राजत्वर इतिहास विषय जଣା पड़िଥାଏ? ऑप्शन अछि बलबन, अलाउद्दीन खिलजी, अकबर, औरंगजेब। तो सठिक उत्तर हेबो औरंगजेब। नेक्स्ट क्वेश्चन, बृहत स्नानागार केउंठारे अवस्थित? ऑप्शन अछि हरप्पा, मोहेंजोदारो, लोथाल, कालीबांगान। तो सठिक उत्तर हेबो मोहेंजोदारो। नेक्स्ट क्वेश्चन, केउं नदी मगधକୁ ଅଙ୍ଗ
ମହାଜନପଦ ଠାରୁ ପୃଥକ କରୁଥିଲା? ଅପସନ୍ ଅଛି ସରଜୁ ନଦୀ, ଗୋମତୀ ନଦୀ, ଗଣ୍ଡକୀ ନଦୀ, ଚମ୍ପା ନଦୀ। ତ ସଠିକ ଉତ୍ତର ହେବ ଚମ୍ପା ନଦୀ। ଚମ୍ପା ନଦୀ ମଗଧକୁ ଅଙ୍ଗ ମହାଜନପଦ ଠାରୁ ପୃଥକ କରୁଥିଲା। ନେକ୍ସଟ କ୍ୱେଶ୍ଚିନ୍, ଜୈନ ଧର୍ମର ପ୍ରଥମ ତୀର୍ଥଙ୍କର ରୂପେ କାହାକୁ ବିଶ୍ୱାସ କରାଯାଏ? ଅପସନ୍ ଅଛି ଋଷଭନାଥ, ନେମିନାଥ, ପାର୍ଶ୍ୱନାଥ, ଶାନ୍ତିନାଥ। ତ ସଠିକ ଉତ୍ତର ହେବ ଋଷଭନାଥ। ନେକ୍ସଟ କ୍ୱେଶ୍ଚିନ୍, ମୌର୍ଯ୍ୟ ଶାସନରେ ତକ୍ଷଶାଳା କେଉଁ ରାଜ୍ୟର ରାଜଧାନୀ ଥିଲା? ଅପସନ୍ ଅଛି ଦକ୍ଷିଣାପଥ, ଉତ୍ତରାପଥ, ଅବନ୍ତିପଥ, କଳିଙ୍ଗ। ତ ସଠିକ ଉତ୍ତର ହେବ ଉତ୍ତରାପଥ। ନେକ୍ସଟ କ୍ୱେଶ୍ଚିନ୍, କିଏ ରୋମକ ସିଦ୍ଧାନ୍ତ ରଚନା କରିଥିଲେ? ଅପସନ୍ ଅଛି ବରାହମିହିର, ଲାଟଦେବ, ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ। ତ ସଠିକ ଉତ୍ତର ହେବ ଲାଟଦେବ। ଲାଟଦେବ ରୋମକ ସିଦ୍ଧାନ୍ତ ରଚନା କରିଥିଲେ। ନେକ୍ସଟ କ୍ୱେଶ୍ଚିନ୍, ଫ୍ରାଙ୍କ ଏସ୍ ବର୍ନିୟର ଭାରତରେ ଥିବା ସମୟରେ କିଏ ମୋଗଲ ସମ୍ରାଟ ଥିଲେ? ଅପସନ୍ ଅଛି ଆକବର, ଜାହାଙ୍ଗୀର, ଶାହାଜାହାନ, ଔରଙ୍ଗଜେବ। ତ ସଠିକ ଉତ୍ତର ହେବ ଶାହାଜାହାନ। ନେକ୍ସଟ କ୍ୱେଶ୍ଚିନ୍, ଆଗ୍ରାଠାରେ ରାମବାଗ ନଗର ଉଦ୍ୟାନ କେଉଁ ମୋଗଲ ସମ୍ରାଟଙ୍କ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା? ଅପସନ୍ ଅଛି ବାବର, ଆକବର, ଶାହାଜାହାନ, ଔରଙ୍ଗଜେବ। ତ ସଠିକ ଉତ୍ତର ହେବ ବାବର। ନେକ୍ସଟ କ୍ୱେଶ୍ଚିନ୍, ନିଜର ମୃତ୍ୟୁ ପରେ ନାନକ କାହାକୁ ତାଙ୍କର ଉତ୍ତରାଧିକାରୀ ରୂପେ ବାଛିଥିଲେ? ଅପସନ୍ ଅଛି ଗୁରୁ ଅର୍ଜୁନ, ଗୁରୁ ତେଗ ବାହାଦୁର, ଗୁରୁ ଗୋବିନ୍ଦ ସିଂ, ଗୁରୁ ଅଙ୍ଗଦ। ତ ସଠିକ ଉତ୍ତର ହେବ ଗୁରୁ ଅଙ୍ଗଦ। ନିଜର ମୃତ୍ୟୁ ପରେ ନାନକ ଗୁରୁ ଅଙ୍ଗଦଙ୍କୁ ନିଜର ଉତ୍ତରାଧିକାରୀ ରୂପେ ବାଛିଥିଲେ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଚୁକ୍ତି ଦ୍ୱାରା ବଙ୍ଗଳା, ବିହାର ଓ ଓଡ଼ିଶାର ଦିୱାନୀ ବ୍ରିଟିଶଙ୍କ କରାୟତ୍ତ ହୋଇଥିଲା? ଅପସନ୍ ଅଛି ଦେଓଗାଁ ଚୁକ୍ତି, ପୁରନ୍ଦର ଚୁକ୍ତି, ଆହ୍ଲାବାଦ ଚୁକ୍ତି, ସାଲବାଇ ଚୁକ୍ତି। ତ ସଠିକ ଉତ୍ତର ହେବ ଆହ୍ଲାବାଦ ଚୁକ୍ତି। ନେକ୍ସଟ କ୍ୱେଶ୍ଚିନ୍, କେଉଁ ବିଦ୍ରୋହର କାରଣ ଖୋଜିବା ପାଇଁ ୱାଲ୍ଟର ୟୁଅରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା? ଅପସନ୍ ଅଛି ସନ୍ନ୍ୟାସୀ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ, ସାନ୍ତାଳ ବିଦ୍ରୋହ, ନୀଳ ବିଦ୍ରୋହ। ତ ସଠିକ ଉତ୍ତର ହେବ ଖୋର୍ଦ୍ଧା ବିଦ୍ରୋହ। ନେକ୍ସଟ କ୍ୱେଶ୍ଚିନ୍, ଓଡ଼ିଶାର ଇଞ୍ଚୁଡ଼ିଠାରେ କିଏ ପ୍ରଥମେ ଲବଣ ଆଇନ ଭଙ୍ଗ କରିଥିଲେ? ଅପସନ୍ ଅଛି ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହାତାବ। ତ ସଠିକ ଉତ୍ତର ହେବ ଆଚାର୍ଯ୍ୟ ହରିହର। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଔପନିବେଶିକ ଶକ୍ତି ବମ୍ବେକୁ ବ୍ରିଟିଶକୁ ଉପହାର ରୂପେ ପ୍ରଦାନ କରିଥିଲା? ଅପସନ୍ ଅଛି ପର୍ତ୍ତୁଗାଲ, ଡେନମାର୍କ, ଫ୍ରାନ୍ସ, ହଲାଣ୍ଡ। ତ ସଠିକ ଉତ୍ତର ହେବ ପର୍ତ୍ତୁଗାଲ। ନେକ୍ସଟ କ୍ୱେଶ୍ଚିନ୍, 1878 ମସିହାରେ ଓଡ଼ିଶାର କେଉଁଠାରେ ନ୍ୟାସନାଲ ସୋସାଇଟି ପ୍ରତିଷ୍ଠା ହୋଇଥିଲା? ଅପସନ୍ ଅଛି କଟକ, ପାରଳାଖେମୁଣ୍ଡି, ସମ୍ବଲପୁର, ବାଲେଶ୍ୱର। ତ ସଠିକ ଉତ୍ତର ହେବ ବାଲେଶ୍ୱର। ନେକ୍ସଟ କ୍ୱେଶ୍ଚିନ୍, କେଉଁ ପ୍ରଥମ ଓଡ଼ିଆ ମହିଳା ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନରେ ବକ୍ତୃତା ପ୍ରଦାନ କରିଥିଲେ? ଅପସନ୍ ଅଛି ରମାଦେବୀ, ମାଳତୀ ଦେବୀ, ସରଳା ଦେବୀ, ଗୋଦାବରୀ ଦେବୀ। ତ ସଠିକ ଉତ୍ତର ହେବ ରମାଦେବୀ। ପିଲାମାନେ, ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।